ନମସ୍କାର। ଆଜି ଆମେ କଥା ହେବା ଏକ ଅଦ୍ଭୁତ ଔଷଧୀୟ ଗଛ ବିଷୟରେ। ତା ନାମ ହେଉଛି ଅନ୍ନପୂର୍ଣ୍ଣା ଗଛ। ଏ ଅନ୍ନପୂର୍ଣ୍ଣା ଗଛ ଆମେ ବାଡ଼ି ବଗିଚାରେ, ଛାତ ଉପରେ, ଘରର ଚାରିପଟେ ଲଗେଇଥାଉ। ଆର କିଛି ବ୍ୟବହାର ରୋଷେଇ ଘରେ ହୋଇଥାଏ। ଯଥା ଆମେ ତାକୁ କ୍ଷୀରିରେ ପକେଇଥାଉ, ଅରୁଆ ଭାତରେ ପକେଇଥାଉ, ଚାରେ ବି ପକେଇଥାଉ, ଚଟଣିରେ ପକେଇଥାଉ। ଏହା ଖାଲି ରୋଷେଇ ଘରରେ ସୀମିତ ନାହିଁ, ଏହାର ଔଷଧୀୟ ଗୁଣ ବି ଅଛି। ଯଥା କିଡ଼ନୀରେ ପଥର ହେଲେ ଏହାର ରସ ମହୁ ସହିତ ପିଇଲେ ଇଏ ପଥରକୁ ମେଲ୍ଟ କରି ବାହାର କରିଥାଏ। ଦ୍ୱିତୀୟ, କୌଣସି ଜାଗା ଯଦି ଶରୀରରେ ଘା ହେଇଥିବ ବା ଗୋଟିଏ ଜିନିଷ ବାଜିକି ଫୁଲି ଯାଇଥିବ, ଏଇ ଅନ୍ନପୂର୍ଣ୍ଣା ଗଛର ପତ୍ରର ରସ ଲେପିଦେଲେ ତାହା ଭଲ ହୋଇଥାଏ। ସର୍ଦ୍ଦି କାଶ ବି ଏଇ ପତ୍ରର ରସ ଦ୍ୱାରା ଭଲ ହୋଇଥାଏ। ତାକୁ ମହୁ ସହିତ ଖାଆନ୍ତି, ଖାଇଲେ ନିଶ୍ଚିତ ଭାବରେ ସୁଫଳ ମିଳିବ। ପେଟ ଜ୍ୱାଳା ହେଲେ ବା ଗ୍ୟାସ୍ ହେଲେ ଏଇ ପତ୍ରର ରସ ଖାଇବା ଦ୍ୱାରା ଭଲ ହୋଇଥାଏ। ତାପରେ କୌଣସି ଜାଗାରେ କଟି କାଟି ଗଲେ, ରକ୍ତସ୍ରାବ ହେଉଥିଲେ ବା ବ୍ଲିଡ଼ିଂ ହେଉଥିଲେ, ଏଇ ଅନ୍ନପୂର୍ଣ୍ଣା ଗଛର ପତ୍ରର ରସକୁ ସେ କଟା ଜାଗାରେ ଲଗେଇ ଦେଲେ ରକ୍ତସ୍ରାବ ବନ୍ଦ ହୋଇଥାଏ। ତେଣୁ ଏହି ସବୁ ଔଷଧୀୟ ଗୁଣ ଥିବାରୁ ଆପଣମାନେ ଏ ଗଛକୁ ନିଜର ବାଡ଼ି ବଗିଚାରେ, ଛାତ ଉପରେ ଲଗାନ୍ତୁ। ଏହାର ଉପକାର ନିଅନ୍ତୁ। ସୁସ୍ଥରେ ରୁହନ୍ତୁ। ଜୟ ଜଗନ୍ନାଥ।